पुरी जिला विश्वकर्मा महासभार कमिटी बैठक अनुष्ठित। पुरी जिला विश्वकर्मा महासभार कमिटी बैठक मंडल सभापति लिंगराज महापात्र अनुपस्थित संपादक सुनम महारणा अध्यक्षतार बलगंडी छक निकटस्थ हाथी आखड़ा मठ परिसर अनुष्ठित हो जाइछि। अनुष्ठान समस्त सदस्यों विभिन्न असुविधा को किभली समाधान कराजिबो आलोचना करने सहित संगठन 13 दफा दाबी मुख्यमंत्री उद्देश्य जिलापाल को दाबीपत्र प्रदान करने निष्पत्ति नियाଯାଇଛି। यह कार्यक्रम को अजय कुमार महारणा गुरुप्रसाद महारणा सहित अनुष्ठान समस्त सदस्य परिचालना करिबारे सहयोग करथिले। कार्यक्रम परिचालना बहुत संख्यार बीपी ब्लक पंचायत बहुत लोग आसते प्राय 250 खंड लोग आते खाया पीया बहुत सुंदर बीपी ब्लक पर पुलिस सदर से पुलिस तार विकलित भाव मीटिंग की गाँव 60 लोकर सदस्य विश्वकर्मा भाई उपस्थित विभिन्न ब्लक भाई मैंने आते कर्मकर्ता मैंने आते निमापड़ा आते परिचय पुरी जिला विश्वकर्मा महासभार सभापति नाम होला अजय महारणा आप जो दायित्व ग्रहण कले आमर ये जो विश्वकर्मा पूजा चलता बर्तमान यही जगार जो विश्वकर्मा पूजा था आप दायित्व ग्रहण कले से दिन आम देखी निजे तो आपंकर गोटे जगह अच्छे आयुर्वेदिक कॉलेज सामने तो विश्वकर्मा संघर ये विभिन्न दुकान बजार हो तो विश्वकर्मा संघ के हाथेब तापर कह यापर आम ये दाबीपत्र 24 वर्ष पूर्व दि जाता से जगह 7 डिसमिल जगह अख्तियार करने विश्वकर्मा नाम नामित करने से जगह राजस्व मंत्री महेश्वर महांती से जगह को आमको डोनेट करते से समय जिलापाल लगी से जगह आमको हस्तांतर कले आम विश्वकर्मा समाजर जी जाति भाई अच्छे समस्ते चिरउपकृत हो किंतु कालक्रमे से आमरी सभा तरफ आमरी भाई मान आमर जी लीगल एडवाइजर जो मैंने पूर्व दायित्व थे से कार्य को त्वरान्वित नक साइलेंट हेतु बर्तमान से जगह किसी दुकान बजार होमें सभा कार्यक्रम मीटिंग जरिया आम से कथा दोहरी पुणी कलेक्टर पाखे से दाबी उत्थापन कर
କରି ସେ ଜାଗାଟି କେମିତି ଆମେ ପାଇଲେ ଆମେ ସେଠାରେ ଗୋଟିଏ ବିଶ୍ୱକର୍ମା ମନ୍ଦିର ଏବଂ ବିଶ୍ୱକର୍ମା ମହାସଭାର ବାସଗୃହ ନିର୍ମାଣ କରୁ। ତ କେତେ ଜଲ୍ଦି ଏଇଟାକୁ ଆପଣ ସମ୍ଭବ କରିବେ ବୋଲି ଭାବୁଛନ୍ତି? ସଭା ତ ଏଥିପ୍ରତି ପୁରା ଜାରି ରଖିଛି, ପ୍ରୟାସ ଜାରି ରଖିଛି। ଏଇଟା ସରକାରଙ୍କ ଲେବୁଲ୍ର କଥା। ସରକାର ଆମ ଦାବି ଆପତ୍ତିକୁ ଯଦି ଶୀଘ୍ର ଗ୍ରହଣ କରନ୍ତି ତାହେଲେ ହୁଏତ ଆମକୁ ଲାଗୁଛି ବର୍ଷ 2 ବର୍ଷ ଭିତରେ ବୋଧେ ଏଇଟା ଫଇସଲା ହେଇଯାଉଛି। ପରିଚୟ? ମୁଁ ସୁନୀଲ ମହାରଣା, ସାଧାରଣ ସମ୍ପାଦକ, ଜିଲ୍ଲା କମିଟି, ପୁରୀ ଜିଲ୍ଲା ବିଶ୍ୱକର୍ମା ମହାସଭା। ଆଜି ଯେଉଁ ବୈଠକ ଅଛି ତାର ମୁଖ୍ୟ ଉଦ୍ଦେଶ୍ୟ କ'ଣ ଥିଲା? ଆଜି ଆମର ଜିଲ୍ଲା କମିଟି ବୈଠକ ଅନୁଷ୍ଠିତ ହୋଇଛି ବଳଗଣ୍ଡି ନିକଟସ୍ଥ ଫାତେଗଡ଼ା ମଠରେ। ପ୍ରାୟ 30-35 ଲୋକଙ୍କର ସମାବେଶରେ ଅନୁଷ୍ଠିତ ହୋଇଛି ଏବଂ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ନେତୃତ୍ୱବର୍ଗ ଉପସ୍ଥିତ ଥିଲେ। ବ୍ଲକ ସ୍ତରରେ ଯେଉଁ ସମସ୍ୟା ସେମାନେ ମିଟିଂରେ ଉପସ୍ଥାପନ କରିଥିଲେ, ସଭାରେ ଉପସ୍ଥାପନ କରିଥିଲେ। ପୁରୀ ସଦରର ବିଭିନ୍ନ ପଞ୍ଚାୟତରେ ମଧ୍ୟ ସଦସ୍ୟମାନେ ଆସି ଯୋଗ ଦେଇଥିଲେ। ସେମାନଙ୍କର ସମସ୍ୟା ଆରି ଉପରେ ସାମୟିକ ସମସ୍ୟା ଉପରେ ଏକ ଦାବିପତ୍ର ତିଆରି ହୋଇଛି। 13 ଦଫା ଦାବି ନେଇ ଆମେ ଆଜିର ବୈଠକରେ ଆଲୋଚନା କରିଛୁ ଯେ ବିଡ଼ିଓଙ୍କ ତରଫରୁ ବା ବ୍ଲକ ପ୍ରଶାସନ ତରଫରୁ ସ୍ତରରେ ଦାବିପତ୍ର ପ୍ରଦାନ କରିବୁ ଏବଂ ଜିଲ୍ଲାପାଳଙ୍କୁ, ପୁରୀର ଜିଲ୍ଲାପାଳଙ୍କୁ ମଧ୍ୟ ଆମେ ଏ ଦାବିପତ୍ର 13 ଦଫା ଦାବି ନେଇକି ସାକ୍ଷାତ କରିବୁ, ତାଙ୍କୁ ପ୍ରଦାନ କରିବୁ। ଆଜିର ଏ ଯେଉଁ 13 ଦଫା ଦାବି ଅଛି ତା ଟିକେ ସଂକ୍ଷେପରେ ଆପଣ କୁହନ୍ତୁ କ'ଣ କ'ଣ ଦାବି? 13 ଦଫା ଦାବିରେ ଅତି କମ୍ରେ ମିନିମମ୍ ମଜୁରୀ, ସର୍ବନିମ୍ନ ମଜୁରୀ 1000 ଟଙ୍କା ରଖାଯାଇଛି। ପ୍ରତ୍ୟେକ ବିଶ୍ୱକର୍ମା ଭାଇମାନଙ୍କର ବିଶ୍ୱକର୍ମା ଯୋଜନାରେ ସାମିଲ ପାଇଁ ଯୋଜନା ବୋର୍ଡ ମଧ୍ୟ ଦାବି କରାଯାଇଛି। ଇନ୍ସୁରାନ୍ସ ବାବଦରେ କାମ କଲାବେଳେ ବୀମା ଯୋଜନା ଉପରେ ଜଣେ କିଛି କ୍ଷତିଗ୍ରସ୍ତ ହୋଇଛନ୍ତି ତାକୁ ଅତି କମ୍ରେ 5 ଲକ୍ଷ ଟଙ୍କା ଇନ୍ସୁରାନ୍ସ କଭର କରିବା ପାଇଁ ଦାବି କରାଯାଇଛି। ପୁରୀ ସହରର ନିର୍ଦ୍ଦିଷ୍ଟ ଏକ ରାସ୍ତାକୁ ବା ସଡ଼କକୁ ବିଶ୍ୱକର୍ମା ବା ଧର୍ମପଦ ନାମରେ ନାମିତ କରିବା ପାଇଁ ଦାବି କରାଯାଉଛି ଏବଂ ପୁଅ ଝିଅମାନଙ୍କୁ ଶିକ୍ଷା ବାବଦରେ ଅତି କମ୍ରେ ପ୍ରତି ମାସରେ ଷ୍ଟାଇପେଣ୍ଡ ବାବଦରେ 5 ଟଙ୍କା ଦେବା ପାଇଁ ମଧ୍ୟ ଦାବି ରହିଛି। ତେଣୁ ଅନେକ ଦାବି ରହିଛି। ବିଭିନ୍ନ ଦୁର୍ଘଟଣାରେ ନିଆଁ ଲାଗିଗଲା, ଇଏ କଲା ଯେଉଁ ବିଶ୍ୱକର୍ମା ଏବେ କିଛି ଦିନ ତଳେ ଆମର ବାଘମୁଣ୍ଡାର ଯେଉଁ ବିନୋଦ ମହାନଗର ନିଆଁ ଲାଗିଯାଇଥିଲା, ବିଭିନ୍ନ ମେସିନ୍ ପୋଡ଼ି ଯାଇଥିଲା। ତ ଏଥିପ୍ରତି ସରକାରଙ୍କର କ'ଣ ଦାବି ରହିବ? ଏଥିପ୍ରତି ତାଙ୍କର ସ୍ୱତନ୍ତ୍ର ତଦନ୍ତ କରି ସରକାରଙ୍କ ତରଫରୁ କ୍ଷତିପୂରଣ ଦେବା ପାଇଁ ମଧ୍ୟ ଆମେ ଦାବି କରୁଛୁ। এই দাবি বাবদে ସରକାରଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛୁ, କଲେକ୍ଟର ସହିତ ମଧ୍ୟ ଦେଖା କରିଛୁ, ପ୍ରଶାସନ ସହିତ ମଧ୍ୟ ଲିଖିତ ଆକାରରେ ଆମେ ଜଣାଇଛୁ। ଆଉ କ'ଣ କ'ଣ ଆଲୋଚନା କରାଗଲା? ଆଲୋଚନା ବାବଦରେ ଆମର ପୁରୀ ସହରରେ ଆୟୁର୍ବେଦିକ ହସ୍ପିଟାଲ ସାମ୍ନାରେ ଆମର ନିଜସ୍ୱ ଗୋଟେ ଜାଗା ଅଛି। ସେ ଜାଗାଟା ଅନେକ ଦିନ ହେଲା ଆମ ଦଖଲରେ ଅଛି, ତାର କାଗଜପତ୍ର ମଧ୍ୟ ଅଛି। ତାକୁ ଅନୁମତି ଦେବା ପାଇଁ ଗୃହ ନିର୍ମାଣ ଯାହାକି ଜିଲ୍ଲା କାର୍ଯ୍ୟାଳୟ କରିବା ପାଇଁ ଅନୁମତି ଆମେ ମାଗୁଛୁ। ସେଇଟା ମଧ୍ୟ ଆମେ ଜିଲ୍ଲା କଲେକ୍ଟରଙ୍କ ସହିତ କଥା ହେବୁ। ପ୍ରତିବର୍ଷ ଭଳି ଚଳିତ ବର୍ଷ ପାରମ୍ପରିକ ଭାବେ ଉପସ୍ଥିତ ସଦସ୍ୟମାନଙ୍କ ମତାମତ ନେଇ ଆସନ୍ତା 29/1/25 ବୁଧବାର ଦିନ ମା ବାଲିହଟ୍ଟଠାରେ ଜିଲ୍ଲାସ୍ତରୀୟ ବଣଭୋଜି ପାଇଁ ସ୍ଥାନ ସ୍ଥିର କରାଯାଇଛି। ଚାନ୍ଦା ଆଦାୟ ଜମା କୋଷାଧ୍ୟକ୍ଷ ଶ୍ରୀ ଗୁରୁପ୍ରସାଦ ମହାରଣାଙ୍କ ନିକଟରେ ଜମା କରିବା ପାଇଁ ଫୋନ୍ପେ ମାଧ୍ୟମରେ ପ୍ରଦାନ କରିବା ପାଇଁ ପରାମର୍ଶ ଦିଆଯାଇଛି।
ପୁରୀ ସହରର ବିଭିନ୍ନ ଅଞ୍ଚଳରୁ ବିଶ୍ୱକର୍ମା ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ ନ୍ୟୁଜ୍ ଉପାନ୍ତ ଖବର।